ଜିନ୍ଦଲ କମ୍ପାନୀ ବାହାରେ ଧାରଣାରେ ବସିଛନ୍ତି କିତାବେଡ଼ା ଗ୍ରାମର 5 ଜଣ ଶିକ୍ଷିତ ଯୁବକ। ପ୍ରକାଶ ଥାଉକି 2006 ମସିହାରେ ଚମ୍ପୁଆ ଉପଖଣ୍ଡ ଯୋଡ଼ା ଥାନା ଅନ୍ତର୍ଗତ ଦେଓଝର ପଞ୍ଚାୟତର କିତାବେଡ଼ା ଶିଆଳଯୋଡ଼ା ଓ ଦେଓଝର ଗ୍ରାମର ଜମିକୁ କାରଖାନା କରିବାକୁ ଅଧିଗ୍ରହଣ କରିଥିଲା ଜେଏସପିଏଲ କମ୍ପାନୀ। ଜମି ଅଧିଗ୍ରହଣ ବେଳେ ଆଖି ଖୁସି ହେଲା ଭଳି ମିଠା ମିଠା ପ୍ରତିଶ୍ରୁତି ଦେଇ କାରଖାନା କରିସାରିଥିବା ବେଳେ ଏବେ ପ୍ରତିଶ୍ରୁତିରୁ ସମ୍ପୂର୍ଣ୍ଣ ଓହରି ଯାଇଛି ଏହି ଜିନ୍ଦଲ କମ୍ପାନୀ। ବିସ୍ଥାପିତଙ୍କୁ ରୋଜଗାର ଦେବାର ନାଁ ଧରୁ ନଥିବା ବେଳେ କମ୍ପାନୀର ପ୍ରତାରଣାର ଶିକାର ହୋଇଛନ୍ତି ଏହି 3 ଗ୍ରାମର ଯୁବକମାନେ। କମ୍ପାନୀର ଏହି ପ୍ରତାରଣା ପ୍ରତିବାଦରେ କିତାବେଡ଼ା ଗ୍ରାମର ତନୁଜ ଆପଟ, ଦେବର୍ଷି ପଲେଇ, ଅନିଲ ବେହେରା, ସୁଧାଂଶୁ ବେହେରା, ତପନ ଆପଟ କମ୍ପାନୀ ବାହାରେ ଧାରଣା ଦେଇଥିବା ଜଣାପଡ଼ିଛି। ଜମି ଅଧିଗ୍ରହଣ ପରେ ବିସ୍ଥାପିତ ଅନୁସାରେ କମ୍ପାନୀ ଏମାନଙ୍କୁ ଚାକିରି ଦେବାର ଭରସା ଦେଇ କମ୍ପାନୀରେ 1 ବର୍ଷର ତାଲିମ ଦେବା ପରେ ଏବେ ଚାକିରି ଦେବାର ନାଁ ଧରୁ ନଥିବା ଅଭିଯୋଗ କରି ଏହି 5 ଜଣ ଜିନ୍ଦଲ କମ୍ପାନୀ ବାହାରେ ଶୀତ କାକରରେ ଧାରଣାରେ ବସିଥିବା ଜଣାପଡ଼ିଛି। ତେବେ ଜିନ୍ଦଲ କମ୍ପାନୀ ତାଙ୍କ ହକ୍ ନ ଦେବା ଯାଏ ଏହିଠାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବା ନିଷ୍ପତ୍ତି ନେଇଥିବା ବେଳେ ଦେଖିବାକୁ ବାକି ରହିଛି ଯାହାର ଭିଟାମାଟିରେ କମ୍ପାନୀ ତାର ପ୍ରଭାବ ବିସ୍ତାର କଲା ତାରି ପିଲାଙ୍କୁ କି ପ୍ରକାର ନ୍ୟାୟ କେବେ ଓ କିଭଳି ଦେଉଛି। ଅନ୍ୟପଟେ କମ୍ପାନୀ ପିଠିରେ ମୂକସାକ୍ଷୀ ପାଲଟିଥିବା ମନେହୁଏ। କେନ୍ଦୁଝର ଜିଲ୍ଲାରୁ ସରୋଜ କୁମାର ମହାପାତ୍ରଙ୍କ ରିପୋର୍ଟ, ନ୍ୟୁଜ୍ 11 ଓଡ଼ିଶା।